ଦୀର୍ଘ 3 ବର୍ଷ ଧରିକି ଏ ଯେଉଁ ଶ୍ରାଦ୍ଧ ଉତ୍ସବ ପାଳନ କରାଯାଉଛି। ମୁଁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବି ଯେ ନିହାତି ଭାବରେ ଝାରସୁଗୁଡ଼ା ଜିଲ୍ଲାକୁ ଯିଏ ପରିଚୟ ଦେଇଥିଲେ ସେ ଆଉ କେହି ନୁହନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ତାକୁ କାର୍ଯ୍ୟକାରୀ କରିବାରେ ଯିଏ ମୁଖ୍ୟ ଥିଲେ ସେ ହେଉଛନ୍ତି କିଶୋର ମହାନ୍ତି। ଝାରସୁଗୁଡ଼ା ତାର ନିଜ ପରିଚୟ ପାଇଥିଲା ଏବଂ ସେଭଳି ମଣିଷର ମୃତ୍ୟୁ ପରେ ତାର ପ୍ରତ୍ୟେକ ବର୍ଷ ବାର୍ଷିକ କରିବା ବହୁତ କଷ୍ଟସାଧ୍ୟ ବ୍ୟାପାର। କିନ୍ତୁ ତାରି ଭିତରେ 3 ବର୍ଷ ଧରିକି ଏ ସ୍ମୃତି କମିଟି ଯେଉଁ କାର୍ଯ୍ୟ କରି ଆସୁଛି ତା ଅଭିନନ୍ଦନୀୟ। ସମସ୍ତଙ୍କୁ ପ୍ରଣାମ ଜଣାଉଛି କାରଣ କିଶୋର ମହାନ୍ତି ଥିଲେ ଏକ ବିରଳ ବ୍ୟକ୍ତିତ୍ୱ, ମଣିଷତ୍ୱରେ ଭରପୁର ଏବଂ ସମାଜ ପାଇଁ ତାଙ୍କର ଜୀବନ ଉତ୍ସର୍ଗୀକୃତ ଥିଲା। ତେଣୁ ଆଜି ପୁଣି ଆଉ ଥରେ ମୁଁ ଆସି ପହଞ୍ଚି ପାରିଛି, ସେଥିପାଇଁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଜଣାଉଛି ସ୍ମୃତି କମିଟିକୁ ଏଭଳି କାର୍ଯ୍ୟକ୍ରମ ପାଇଁ।